देख एठी मो पाखरे दुईटी कोण अछि गोटे होची ए बी सी एवं अन्य कोणटी होची एक्स वाई जेड। तेबे एठी मु एही दुईटी कोण मध्यरे तुलना करिवि। किपरि तुलना करिवि? तेबे जदि मु एही दुईटी कोण मध्यरु जे कोनोसी गोटिए कोणकु नै अन्य कोण उपरे रखिबि तेबे मु दुईटी कोण मध्यरे तुलना करि परिबि। तेबे एही प्रणालीକୁ ଆମେ कोन कहिथाउ? याकु ଆମେ प्रतिस्थापन बोली कहिथाउ। तेबे एठी प्रतिस्थापन अर्थ कोन? एक चित्रକୁ ନେଇ ଅନ୍ୟ ଏକ ଚିତ୍ର ଉପରେ ରଖିବାକୁ ପ୍ରତିସ୍ଥାପନ କୁହାଯାଏ। ତେବେ ଧର ଏଠି ଆମକୁ ଏହି ପ୍ରତିସ୍ଥାପନ ବ୍ୟବହାର କରିବା ପାଇଁ ମନା କରାଯାଇଛି। ତେବେ ଆମେ ଆଉ କେଉଁ ପ୍ରକାରର ଏହି ଦୁଇଟି କୋଣ ମଧ୍ୟରେ ତୁଳନା କରିପାରିବା? ତେବେ ଆମେ ଅନ୍ୟ ଏକ ଜ୍ୟାମିତିକ ଚିତ୍ରକୁ ନେଇକି ଆମେ ଏହି ଦୁଇଟି କୋଣ ମଧ୍ୟରେ ତୁଳନା କରିପାରିବା। ତେବେ ସେ ଅନ୍ୟ ଏକ ଜ୍ୟାମିତିକ ଚିତ୍ରଟି କ'ଣ? ତାହା ହେଉଛି ଏକ ବୃତ୍ତ। ତେବେ ବୃତ୍ତକୁ ନେଇକି ଆମେ ଏହି ଦୁଇଟି କୋଣ ମଧ୍ୟରେ ତୁଳନା କରିପାରିବା। କିପରି ତୁଳନା କରିପାରିବା? ଏଇଭଳି ଭାବରେ। ତେବେ ଏଠି ଦେଖ ମୁଁ ଏକ ବୃତ୍ତ ନେଇଛି ଯାହାର କେନ୍ଦ୍ରବିନ୍ଦୁକୁ ମୁଁ ଏ ବି ସି କୋଣର ଶୀର୍ଷ ବିନ୍ଦୁ ଉପରେ ରଖିଛି। ଏବେ ଦେଖ ବି ଏ ରଶ୍ମିଟି ବୃତ୍ତର ପରିଧିକି ଏହି ଜାଗାରେ ଛେଦ କରୁଛି ଏବଂ ବି ସି ରଶ୍ମିଟି ବୃତ୍ତର ପରିଧିକି ଏହି ଜାଗାରେ ଛେଦ କରୁଛି। ତେବେ ଏହି ଦୁଇଟି ଜାଗାରେ ଆମେ ଦୁଇଟି ବିନ୍ଦୁ ନେବା। ବର୍ତ୍ତମାନ ଏହି ସମାନ ବୃତ୍ତକୁ ନେଇ ଆମେ ଏକ୍ସ ୱାଇ ଜେଡ୍ କୋଣ ଉପରେ ରଖିବା। ଯେପରିକି ବୃତ୍ତର କେନ୍ଦ୍ରବିନ୍ଦୁଟି ୱାଇ ବିନ୍ଦୁ ଉପରେ ରହିବ ଅର୍ଥାତ୍ ଶୀର୍ଷ ବିନ୍ଦୁ ଉପରେ ରହିବ ଏବଂ ବି ଏ ରଶ୍ମି ଉପରେ ଯେଉଁ ବିନ୍ଦୁଟି ଆମକୁ ମିଳିଛି ତାକୁ ଆମେ ୱାଇ ଏକ୍ସ ରଶ୍ମି ଉପରେ ରଖିପାରିବା বা ବି ସି ରଶ୍ମି ଉପରେ ଯେଉଁ ବିନ୍ଦୁଟି ଆମକୁ ମିଳିଛି ତାକୁ ଆମେ ୱାଇ ଜେଡ୍ ରଶ୍ମି ଉପରେ ରଖିପାରିବା ଏଇଭଳି ଭାବରେ। ତେବେ ବି ସି ରଶ୍ମି ଉପରେ ଯେଉଁ ବିନ୍ଦୁଟି ମିଳିଥିଲା ତାକୁ ମୁଁ ୱାଇ ଜେଡ୍ ରଶ୍ମି ଉପରେ ରଖିଛି। ତେବେ ଦେଖ ଆମକୁ ବି ଏ ରଶ୍ମିରେ ଯେଉଁ ବିନ୍ଦୁଟି ମିଳିଥିଲା ତାହା ଆମର ଏଇଠି ଅଛି ଏବଂ ଏହି କୋଣର ୱାଇ ଏକ୍ସ ରଶ୍ମିଟି ସେ ବିନ୍ଦୁର ଟିକେ ଉପରକୁ ଅଛି। ଅର୍ଥାତ୍ ଆମେ କହିପାରିବା ଯେ ଏକ୍ସ ୱାଇ ଜେଡ୍ କୋଣଟି ଏ ବି ସି କୋଣଠାରୁ ବଡ଼। ଠିକ୍ ଅଛି। ତେବେ ମୋ ପାଖରେ ଆଉ ଏକ ପ୍ରଶ୍ନ ଅଛି। ଏହି ଚିତ୍ର ବ୍ୟବହାର କରି ତୁଳନା କର POQ କୋଣ ଏବଂ POR କୋଣ ଏବଂ POQ କୋଣ ଏବଂ SOT କୋଣ ମଧ୍ୟରେ ଏବଂ ଏଠି ଆମକୁ ପ୍ରତିସ୍ଥାପନ କରିବା ପାଇଁ ମନା କରାଯାଇଛି। ତେବେ ପ୍ରଥମେ ଆମେ POQ କୋଣଟାକୁ ଦେଖିବା। ତେବେ ଆମର POQ କୋଣ ହେଉଛି POQ ଏହି କୋଣଟି ଏବଂ POR କୋଣ କୋଉଟା? PO ଏବଂ R ଏହି କୋଣଟି। ତେବେ ଏଠି ଲକ୍ଷ୍ୟ କର POQ କୋଣରେ O ହେଉଛି ଶୀର୍ଷ ବିନ୍ଦୁ ଏବଂ POR କୋଣରେ ମଧ୍ୟ O ହେଉଛି ଶୀର୍ଷ ବିନ୍ଦୁ। ତେବେ POQ କୋଣରେ OP ରଶ୍ମି ଅଛି ଏବଂ OQ ରଶ୍ମି ଅଛି ଏବଂ POR କୋଣରେ OP ରଶ୍ମି ଅଛି ଏବଂ OR ହେଉଛି OQ ରଶ୍ମିର ଏକ ଅଂଶ। ଅର୍ଥାତ୍ ଆମେ କହିପାରିବା POQ କୋଣ ସମାନ POR କୋଣ। ଏହାପରେ ଆମକୁ ଦିଆଯାଇଛି POQ ଏବଂ SOT କୋଣ ମଧ୍ୟରେ ତୁଳନା କରିବା ପାଇଁ। ତେବେ ଆମେ ଜାଣିଛନ୍ତି ଆମର POQ କୋଣ ହେଉଛି ଏଇଟା ଏବଂ SOT କୋଣ କୋଉଟା? SOT। ତେବେ SOT କୋଣ ହେଉଛି ଏହି କୋଣଟି। ତେବେ କିପରି ତୁଳନା କରିବା? ତେବେ ଆମେ ସେହି ସମାନ ବୃତ୍ତ ନେବା ଯାହାର କେନ୍ଦ୍ରବିନ୍ଦୁକୁ ଆମେ ଏହି O ବିନ୍ଦୁ ଉପରେ ରଖିବା ଏବଂ ଦେଖିବା ଯେ POQ କୋଣରେ OP ରଶ୍ମିଟି ବୃତ୍ତର କେଉଁ ଜାଗାରେ ବା ବୃତ୍ତର ପରିଧିକି କେଉଁ ଜାଗାରେ ଛେଦ କରୁଛି ଏବଂ OQ ରଶ୍ମିଟି ବୃତ୍ତର ପରିଧିକି କେଉଁ ଜାଗାରେ ଛେଦ କରୁଛି। ତେବେ ଯେଉଁ ଜାଗାରେ ଛେଦ କରିବ ଆମେ ସେହି ଜାଗାରେ ଦୁଇଟି ବିନ୍ଦୁ ନେବା। ତେବେ ଏଠି ଦେଖ ମୁଁ ନେଇଛି ଗୋଟେ ବୃତ୍ତ ନେଇଛି ଯାହାର କେନ୍ଦ୍ରବିନ୍ଦୁକୁ ମୁଁ O ବିନ୍ଦୁ ଉପରେ ରଖିଛି ଏବଂ OP ରଶ୍ମିଟି ବୃତ୍ତର ପରିଧିକି ଯେଉଁ ଜାଗାରେ ଛେଦ କରିଛି ମୁଁ ସେଠି ଏକ ବିନ୍ଦୁ ନେଇଛି ଏବଂ OQ ରଶ୍ମିଟି ମଧ୍ୟ ଯେଉଁ ଜାଗାରେ ଛେଦ କରିଛି ବୃତ୍ତର ପରିଧିକି ସେଠି ମୁଁ ଏକ ବିନ୍ଦୁ ନେଇଛି। ତେବେ ଏହି ସମାନ ବୃତ୍ତକୁ ଆମେ SOT କୋଣ ଉପରେ ରଖିବା। ଯେପରିକି ଆମର ଏହି କେନ୍ଦ୍ରବିନ୍ଦୁଟି ଶୀର୍ଷ ବିନ୍ଦୁ ଉପରେ ରହିବ ଏବଂ ଏହି OP ରଶ୍ମି ଉପରେ ଯେଉଁ ବିନ୍ଦୁଟି ନେଇଛନ୍ତି ତାକୁ ଆମେ OS ରଶ୍ମି ଉପରେ ନେଇପାରିବା ବା OQ ରଶ୍ମି ଉପରେ ଯେଉଁ ବିନ୍ଦୁଟି ଆମେ ନେଇଛନ୍ତି ତାକୁ ଆମେ OT ରଶ୍ମି ଉପରେ ନେଇପାରିବା। এইভাবে ভাবে দেখ। ঠিক আছে। তেবে আমার এই বৃত্তর কেন্দ্রবিন্দুটি শীর্ষ বিন্দু উপরে আছে এবং OQ রশ্মি উপরে যে বিন্দুটি মিলিଥିଲା তাকে আমি OT রশ্মি উপরে নেইଛନ୍ତି। তেবে এটি লক্ষ্য কর OP রশ্মি উপরে যে বিন্দুটি মিলিଥିଲା তাহা আমার এই বিন্দুটি অটে এবং আমার OS রশ্মিটি এটি যাইছি অর্থাৎ আমার বিন্দুটি OS রশ্মি ঠারু টিকে উপরে আছে অর্থাৎ আমি কহি পারিবা আমার পূর্ব কোণটি বড় থিলা অর্থাৎ POQ SOT কোণ ঠারু বড় অটে।